ॐ नमः शिवाय। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। शिवपुराण द्वितीय खंड। चैनल जदि नुआ अछंती चैनल को सब्सक्राइब करी बेल आइकन को प्रेस कर दियंतो। प्रतिदिन सकाळ 7टाରୁ 8टा पर्यंत शिवपुराण निश्चय शुणंतो। ताहले आज आसंत शुणिबा अनिरुद्ध बाणासुर हस्ते बंधन नारदंकर संवाद प्रदान। मन कन देई शुण आहे मुनिवर अवसान हेला रजनी से कालर प्रभात हुअन्ते सर्वे करिले गमन उषापुरे रहिथिले जेते जेते जन बाणासुरर आज्ञा धरी जे मस्तकरे निज निज कार्य से सकल चलिले आबर जे बण सखी द्वार जगिथिला पुरुषर कंठ सोन पुणी से शुणिला मन मध्यरे नायिका आश्चर्य होइण गवाक्ष मार्गरे देला भितरे चाहिण दिव्य तेज बाहारुछि पुरुष प्रबल बसी रहिछन्ति उषावतीर पाशर बसी अछि उषावती कोल पुरुषर एसनेक दुर्घटना देखि नयनर मन मध्यरे चिंतिला से थर थर ए पुरे नागर केन्हे होइले हाजर दंड देव ए पुरुषे नृपति जानिले मुंड कटाइब जेउ सखी जगिथिले लुचाइबा एही कथा उचित नुहई राजांक समीपे जाई कहिबई मुहि एसन बाळी मनरे करिला विचार प्रवेशिला निमेक्षके चाहि बाणासुर शिरे बेनी कर जोड़ी चरणे पड़ई मुठारु सबर प्रभु शुण मन देई शत्रु दर्प हारी तुही राज राजेश्वर स इंद्र दर्प गंजा बहिरी कूलर वीरगणकर मध्य तुम्भे श्रेष्ठतम ईश्वर प्रसन्न भय जाइछि घुंचिण दानव कूलर मध्य शिरोमणि होई ऐश्वर्य बळे भुंजीब त्रिभुवन कही तुम्भर भय इंद्र मर जे मंडली स्वर्गपुरे थय होई न पारिबे चली तुम्भ बल पराक्रम रही अछि जेते विकसित होई अछि जानन्ति जगते कि होइब बल पौरुष तुम्भ थाई विधाता विधान जहा अवश्य घटई अपूर्व घटना एक देखिली नेत्रे बड़ लाज उपजिला मते एते काले तुम्भ दुहिता उषाको हरिला के जन उषावती पुरे बेनिशिरे पसीण तुम्भ कन्या उषा अछि कोଳରେ ताहार बड़ भय जनमिला देखन्ते महर कार पुत्र नाती कार अटे जुबा वीर दैत्यपति न चिन्हिली चाहि बारंबार रूप सेहि युवकर सुंदर दिशई उषावती पुरे से तो अद्यापि अछई तेणु छामुरे आणिण करिली गोचर से पोइली बाहुडिला उषार नबर शुणी अत्यंत क्रोधित हेला बाणासुर मंत्री को डकाइण कहिला जे असुर आज रजनी रे केउ युवक आसीण
ଉଷା ମନ୍ଦିର ମଧ୍ୟଣ ଛଇ ପଶିଣ। କେବେ ଆଗ ବାନ୍ଧି ଆଣ ସେହି ଯୁବକକୁ, ଉଚିତ ଶାସ୍ତି ବିଧାନ କରିବି ତାହାକୁ। କାହାର ନନ୍ଦନ ସେହୁ ଚିହ୍ନିବା ପଛରେ, ବନ୍ଧନ କରିଣ ଆଣ ମୋର ସମୀପରେ। କୁଳ ଗୋତ୍ର ପଛେ ବୁଝ ବିଳମ୍ବ ନ କର, ମାରିବା ପଶ୍ଚାତେ ବୁଝି ଯେ କାହାକୁ ପର। କୁଭାଣ୍ଡ ଚଢ଼ିଲା ବାଣାସୁର ଆଜ୍ଞା ପାଇ, ଅନେକ ରାକ୍ଷସ ସଙ୍ଗେ ନେଇଅଛି ସେଇ। ରାଜାଙ୍କ ଆଦେଶ ମନ୍ତ୍ରୀ ବହନ ଚଳିଲା, ନାନା ଶସ୍ତ୍ର ଧରି ଉଷା ସଉଧେ ବେଦିଲା। ଧର ଧର ମାର ମାର ଶବଦ ଶୁଭଇ, ମନେ ଅତି ଭୟ କଲା କନ୍ୟା ରାକ୍ଷସଇ। କୁଭାଣ୍ଡକ ମନ୍ତ୍ରୀ ବର ଶାବଳରେ ତାଡ଼ି, ତକ୍ଷଣେ ଦ୍ୱାରକ ବାଟ ଦେଲେ ସେହି ଫେଡ଼ି। ଅନିରୁଦ୍ଧକୁ ଦେଖଇ ଅତ୍ୟନ୍ତ ସୁନ୍ଦର, ଅଧେ କ୍ରୋଧ ଦୂର ହେଲା ମନରୁ ତାହାର। କାହାର ନନ୍ଦନ ଭୁଜେ ବିଚାର କରଇ, ପ୍ରକୃତ ପତି ଉଷାର ଯୁବକଟଇ। କ୍ରୋଧେ ବାଣାସୁର ତାଙ୍କୁ ଆଜ୍ଞା ଛନ୍ତି ଦେଇ, ବନ୍ଧନ କରିଣ ତାଙ୍କ ପାଶେ ନେବା ପାଇଁ। ଏହାର ସୁନ୍ଦର ପଣ କରି ଦର୍ଶନ, ହେଉନାହିଁ ବାନ୍ଧିବାକୁ ଆଦେଶ ମାନ୍ୟ। ଆଜ୍ଞା ଅବଜ୍ଞା କିପରି କରିବ ମୁହିଁ, ଅନୁସର ବାମ କରେ ତକ୍ଷଣେ ଧରଇ। ମୋହନ ସରକୁ ବିନ୍ଧେ ଦେଖି ବୀରବର, ମନେ ଯାହା କ୍ରୋଧେ କଲା ଅନିରୁଦ୍ଧ ବୀର। ଦାନବର ସମୀପରେ ତତ୍କ୍ଷଣ ମିଳିଲେ, ବିଜୁଳି ଚହଟେ ଯେହ୍ନେ ମେଘର କୋଳରେ। ଖଡ଼ଗ ଧରିଣ ଧନୁ ଗୁଣକୁ କାଟଇ, ପ୍ରହାରିଲେ ପନଳେ ବୁଲାଇ ବୁଲାଇ। ଖଡ଼ଗ ବଞ୍ଚାଇ ମନ୍ତ୍ରୀ ବାହାରକୁ ଗଲେ, ଅନିରୁଦ୍ଧ ପ୍ରବେଶିଲା ମନ୍ତ୍ରୀଙ୍କୁ ପାଶରେ। ଦଇତ ଆନଧନୁ କରରେ ଯେ ଧରିଲା, କାମଶୂନ ଆପଣାଙ୍କ କୋଦଣ୍ଡ ସରିଲା। ଧନୁଶର ଆସି ମିଳେ ହସ୍ତରେ ତାଙ୍କର, ଯୁଦ୍ଧରେ ପଶିଲେ ଅନିରୁଦ୍ଧ ବୀରବର। ଗୁଣେ ବସାଇଲେ ସୂଚମନାଶର ଧରି, ଦଇତ ଉପରେ ତାହା କ୍ରୋଧରେ ପ୍ରହାରୀ। ଚଉକତି ବେଢ଼ିଛନ୍ତି ଅସୁର ସୈନ, ଗଦା କୁନ୍ତ ଚକ୍ର କାତି ପେଶିର କ୍ଷରାଣ। ତାରାଗଣ ଚନ୍ଦ୍ରମାଙ୍କୁ ବେଢ଼ନ୍ତି ଯେ ସନ, ଅନିରୁଦ୍ଧକୁ ବେଢ଼ିଲେ ଅସୁର ସୈନ। ମୁଷଳ ଏକ ଘନି ଯେ ଗଦା ମୁଦଗର, ଲାଙ୍କିଆ ଯେ ସୂକ୍ଷ୍ମ ମାଳ ଖଡ଼ଗ ଆବର। ଉପରୋଧ ଛାଡ଼ି ପେଶୁଛନ୍ତି ଦୈତ୍ୟଗଣ, କାମସୂତ୍ର ପ୍ରତି ଅସ୍ତ୍ର ଗଲେ ସେ ଭୁଲିଣ। ଘଡ଼ିଏ ପର୍ଯ୍ୟନ୍ତ ମହାଘୋର ଯୁଦ୍ଧ କଲେ, ଦୈତ୍ୟ ଅନିରୁଦ୍ଧ ଟାଣ ଭାଙ୍ଗି ନ ପାରିଲେ। ମାର ମାର ହାଣ ଚଉପାଶେ ଶୁଭେ ସୋନ, ଚହଳ ଶୁଭଇ ଶୁଣି ସମୁଦ୍ର ଗର୍ଜନ। ବର୍ଷା ବରଷଇ ଯେହ୍ନେ କକଡ଼ା ମାସରେ, ବାଣ ବୃଷ୍ଟି ହୋଇଲା କତହିଁ ନିରନ୍ତରେ। ପ୍ରଗାଢ଼ ସମୟ ଦେଖି ଯବନକୁ ମରି, କାର୍ମୁକ ବିନ୍ଧିଲେ ଗୁଣେ ଯୋଗୀ ଅଗ୍ନିଶର। ହୁତାସନ ଘୋଟିଗଲା ଚଉଦିଗ ଜାଣ, ଭୟେ ପଳାୟଣ ଗଲେ ଅସୁର ସୈନ। କ୍ରୋଧେ ବାଦଲ ସହକୁ ଅନିରୁଦ୍ଧ ଧରି, ବଧ କରିବେ ଦୈତ୍ୟଙ୍କୁ ଦେଲେ ବୀର ଛାଡ଼ି। ଦିବ୍ୟ ଅସ୍ତ୍ର ଚଳା ଅଚଳି ଅସୁର ସମସ୍ତ, କେତେ ଉବୁରିଲେ କେତେ ପ୍ରାଣେ ହେଲେ ବଦ୍ଧ। ଏସନ ସମର ଦେଖି କୁଭାଣ୍ଡକ ବୀର, ଗୁଣେ ବସାଇଣ ବିନ୍ଧିଲା କପଞ୍ଚଶର। ଘଡ଼ ଘଡ଼ି ଶବ୍ଦ କରି ସେ ବାଣ ଆସଇ, ଚରାଚର ଜନ ଗଲେ ସ୍ତମ୍ଭୀଭୂତ ହୋଇ।
ଶିର ପ୍ରବରେ ରୁନ୍ଧି ହେଲା ଯେ ଦିଗମାନ, କତୁରୀ ବାଣରେ ଅନିରୁଦ୍ଧ ନିବାରିଣ। ହବଡ଼ା ସରୋଜେ ଅନିରୁଦ୍ଧ ପ୍ରହାରିଲେ, ନିର୍ଘାତ ସମ ବାଜିଲା ଦୈତ୍ୟର ଶରୀରେ। ପଡ଼ିଲା ଭୂତଳେ ସର ଘାତେ ମନ୍ତ୍ରୀବର, ପଳାଇଲେ ଦୈତ୍ୟ ଗଣ କରିଣ ଚିତ୍କାର। ବାଣାସୁର ଆଗେ ଯାଇ ଜଣାଇଲା ଚାର, କୁଭାଣ୍ଡ ମନ୍ତ୍ରୀ ସମରେ ପଡ଼ିଲା ତୋହର। ଘୋର ଯୁଦ୍ଧ କଲା କନ୍ୟା ଚୋର ସଙ୍ଗତରେ, କୁଭାଣ୍ଡକ ମନ୍ତ୍ରୀ ତୋର ପଡ଼ିଲା ସମରେ। ଶୁଣିଆ ସନ୍ତୁରୁ ବାଣା ଶୁଣ ଯେ ଉଠିଲା, ପଞ୍ଚଶତ ହସ୍ତେ ଧନୁ ଶରକୁ ଧରିଲା। ପଞ୍ଚଶତ ବାଣ ଧରି ଦକ୍ଷିଣ ଭୁଜରେ, ଯୁଦ୍ଧକୁ ଗମନ କଲା ଅତ୍ୟନ୍ତ କୋପରେ। ତାର ପଛେ ଗୋଡ଼ାଇ ଅଇଲେ ଦୈତ୍ୟଗଣ, ସତେପୁର କରି ଅନିରୁଦ୍ଧକୁ ବେଢ଼ିଣ। ଶସ୍ତ୍ରେ ବାଣ ଅନିରୁଦ୍ଧ ବିନ୍ଧିଲାନି ଠାଇ, ବାଣାର ସହସ୍ର ଧନୁ ଛେଦି ଦେଲା ତହିଁ। ତୀକ୍ଷଣ ବାଣ ମାନ ଅନିରୁଦ୍ଧ ଯେ ବିନ୍ଧଇ, ବାଣାର ଅଙ୍ଗରେ ପଡ଼ିଲେ ସର ଭେଦଇ। ବ୍ୟଥା ତୁରେ ବାଣାସୁର ଧରି ଧନୁମାନ, କ୍ରୋଧେ କରିଲା ରାକ୍ଷସ ଗର୍ଜନ ତର୍ଜନ। ସଦାଶିବଙ୍କୁ ସୁମରି ନାଗ ପାଶ ସର, ଧରନ୍ତେ ତ୍ରାସ ପାଇଲେ ସକଳ ଅମର। ମନ୍ତ୍ର ପଢ଼ି ଶେଷରକୁ ପେଶିଲା ଅସୁର, ସିଂହରଡ଼ି କଲା ଆଣ୍ଟେ ନାଗ ଫାଶ ସର। ସର ମଧ୍ୟେ ଅପାଳଟ ଶୂନ୍ୟ ଚଳିଗଲା, ଶୂନ୍ୟ ଖସି ପ୍ରଦ୍ୟୁମ୍ନକୁ ବନ୍ଧନ କରିଲା। ପଡ଼ିଲା ଭୂତଳେ ବୀର ତେଜି ଧନୁଶର, ନଘେନି ପରାଣ ବାହୁଡ଼ିଲା ଦୈତ୍ୟ ବୀର। ବିନୟ କରିଲା ଦୈତ୍ୟ ଜଗତ ଉପର, ଏଥୁ ଅନ୍ତେ ସର୍ବ ଋଷି ଶୁଣ ସମାଚାର। ପ୍ରବଳ ପରାକ୍ରମୀ ଯେ ଅନିରୁଦ୍ଧ ବୀର, ନାଗ ଫାଶେ ବନ୍ଧା ହୋଇ ପଡ଼ିଲା ଭୂତଳ। ଦୈତ୍ୟର ନନ୍ଦିନୀ ଦେଖୁଥିଲା ଜଗତୀରେ, ନୟନ ପ୍ରତିମା ବନ୍ଧା ନାଗ ଫାଶ ସରେ। ନାଥ ନାଥ କହି ଯେ ମା ଭୂତଳେ ପଡ଼ଇ, ଚିତ୍ରରେଖା ସଖୀ ତାକୁ ତୋଳିଣ ଧରଇ। ଅଙ୍ଗରେ ଚେତା ପଶିଲା ଏକ ଘଡ଼ି ପରେ, ଅସଂଖ୍ୟ ବେଦନା ବାଳି ଲଭିଲା କାନ୍ତରେ। ବିଳାପ କରଇ କପାଳରେ ମାରି କର, କେତେ ପାପ ଅର୍ଜିଥିଲା ପୂର୍ବ କାଳର। ଦେଖିଲି ନୟନେ ସ୍ୱାମୀ ବନ୍ଧନ ତୁମର, ଏ ପାପ ପୁରାଣ ପିଣ୍ଡୁ କିମ୍ବା ନୁହେଁ ଦୂର। ନିଦ ନ ଆସଇ ଯାକୁ ହଂସୁଲି ସେ ଜରେ, ସୋଗ ଶୋଇଅଛି ପୁଣି ରହି ଆନନ୍ଦେ ଭୂତଳେ। ଗାଢ଼େ ଆଲିଙ୍ଗନକୁ ମୁଁ ସଦା ଡରୁଥାଇ, ଉରଗ ବନ୍ଧନ ନାଥ କେନେ ଅଛି ସହି। ଅତ୍ୟନ୍ତ ଲାବଣ୍ୟ ତନ୍ତୁ ତୁମ୍ଭର ଅଟଇ, ମାଟି ଧୂଳି ଲାଗିଅଛି ଏବେ ତୁମ୍ଭ ଦେହି। କିମ୍ପାଇଁ ଆସିଲ ନାଥ ଛାର ମୋର ପାଇଁ, ଦୈତ୍ୟ ନବରେ ପଡ଼ିଛ ବନ୍ଧନ ଯେ ହୋଇ। ଶ୍ରୀକୃଷ୍ଣର ପୌତ୍ର ମଦନ ଯେ କୁମର, ଲଭିଥାନ୍ତ ତୁଚ୍ଛା କଲ ଅବନି ସ୍ୱର୍ଗର। ଏଛାର ପାପିନୀ ପାଇଁ ବଳାଇଣ ମନ, ପଡ଼ିଅଛ ନାଗ ପାଶେ ହୋଇଣ ବନ୍ଧକ। କୋଳ କ୍ଷଣେ ଦୂର କରୁ ନଥିଲ ଯେ ବୀର, ଶୟନେ ଲଗାଉଥିଲ ଶରୀରେ ଶରୀର। କ୍ଷଣେ ପିଠି କରି ତୁମ୍ଭେ ଶୟନ ନ କର, ଜୀବର ଜୀବନ କୁହ ତୁହି ରକ୍ଷା କର। ମନରୁ କିପରି ତାହା ପାଶୋରିଣ ଦେଲ, ଜ୍ଞାନ ହାରି ପଡ଼ିଅଛ ଅବନି ଉପର। ଶିରେ କର ଦେଇ ସତୀ ଏପରି କାନ୍ଦଇ, ବେଳୁ ବେଳ ଉଷାବତୀ କାତର ହୁଅଇ। ଫିଟିଲା କବରୀ ଭାର ବସନ ଖସିଲା, ନୟନରୁ ଅଶ୍ରୁ ଜଳ ତା ଝରି ପଡ଼ିଲା।
ମୋହ ତେଜି କ୍ଷଣ କରେ କ୍ଷଣ ପାଏ ଜ୍ଞାନ, କ୍ଷଣେ କ୍ଷଣେ ସେହି ପୁଣି ହୁଏ ଅସାଷ୍ଟମ। ପୁର ଚେତନା ଲଭିଣ କାରୁଣ୍ୟ କରଇ, ପୁଣି ଉଷା ବିଧାତାକୁ ବସିଣ ନିନ୍ଦଇ। କାର ଘର ବର ପୂର୍ବେ ଥିଲି ଛଡ଼ାଇଣ, ସେ ପାପୁ ପରାଣ ଧନ ହୋଇଲେ ବନ୍ଧନ। ପ୍ରସନ୍ନ ହୁଏ ହେ ଧର୍ମ ଦେବତାଏ କାଳେ, ଏହି ବାର୍ତ୍ତା ଦିଅ ଯାଇ ଶ୍ରୀକୃଷ୍ଣ ପାଶରେ। ତାଙ୍କ ନାତିକୁ ନିଅନ୍ତୁ ବନ୍ଧନ ଫିଟାଇ, ଏସ ନ କହି ଗଲେ ଭାଉ ଉଷା ମୋହ ଗଲା ତହିଁ। ପୁନଃ ପୁନଃ ଚେତା ଲଭି ବିଳାପ କରଇ, ଜ୍ଞାନ ହରଇ ଭୂତଳେ ପଡ଼େ ଚାନ୍ଦ ମୁହିଁ। ଉଷାର ବେଦନା ତୁଣ୍ଡେ କହି ତନୁ ହଇ, ଏଥୁଆ ନରସ ସର୍ବେ ଶୁଣ ମନ ଦେଇ। ଶୁଣି ତନ ବରେ ପ୍ରବେଶିଲେ ତପୋଧନ, ଅନିରୁଦ୍ଧକୁ ଦେଖିଲେ ହୋଇଛି ବନ୍ଧନ। ବିଚାରିଲେ ଦେଖିଣ ମନରେ ତପୋଧନ, ଏଠାରେ ଦେଖିବା ଆଜ ବିଚିତ୍ର ସଂଗ୍ରାମ। ଏସ ନ ମନେ ପାଞ୍ଚିଣ ଦ୍ୱାରକାକୁ ଗଲେ, ଦୈତ୍ୟକୁ ରାଇଏ ବାର ବାଣାସୁର ବୋଲେ। ଯାହାକୁ ନାଗ ପାଶରେ କରିଛି ବନ୍ଧନ, କାରାଗାରେ ରଖ ତାକୁ କରିଣ ଯତନ। ସଦାଶିବଙ୍କର ପୂଜା ମୋହର ଛଇ, ବୁଝିବା ଫେରିଲେ ଚୋର ପରିଚୟ ପାଇ। ଆଜ୍ଞା ପାଇ ସୈନ୍ୟ ବଳ ଗମନ କରିଲେ, ମାର ନନ୍ଦନକୁ ବନ୍ଦିଶାଳେ ରଖାଇଲେ। ନିନ୍ଦିତ ଗୃହରେ ଅନିରୁଦ୍ଧ ଯେ ରହିଲେ, ନାରଦ ଦ୍ୱାରକା ପୁରେ ଯାଇଣ ମିଳିଲେ। ରଜନୀ ସରିଲା ହେଲା ପାହାନ୍ତ ପ୍ରହର, ଦେଖନ୍ତି ଦଇତେ ଅନିରୁଦ୍ଧ ନଥିବାର। ଭାଳେଣୀ ପଡ଼ିଲା ଖୋଜୁଛନ୍ତି ଘର ଘର, କେହୁ ଜାଣି ନାହୁଁ ବୋଲି କହନ୍ତି ମୁଖର। ମଣ୍ଡପ ଜଗତି ମେଲା ଗୃହ ମାଜଣା ସ୍ଥାନ, ଅସ୍ତ୍ରିଗାର ତୋଟା ମାଳ ଖୋଜ ଦୈତ୍ୟଗଣ। ଘଟ ଘାଟ ଆବରେ ଘୋଡ଼ାଶାଳ ଯେ ମାନ, ଦେବ ମନ୍ଦିରାଦି ସର୍ବ ଖୋଜି ଦୈତ୍ୟଗଣ। ଆଖେଡ଼ା ମେଲା ସୌଧ ଆଦି ପାଣି ଦ୍ୱାର, ଆଡ଼ ଉହାଡ଼ ବାଘ ଭାଲୁଙ୍କ ଯେ ମନ୍ଦିର। ମୁକ୍ତି ମଣ୍ଡପ ସନ ସିଂହାସନ ଯେ ତଳ, ଖୋଜି ଚିହ୍ନ ବନ ନ ପାଇଲେ ଟିଅ ସୁର। ରୁଣ୍ଡ ହୋଇଣ ସକଳ କୃଷ୍ଣ ପାଶେ ଗଲେ, ମନର ବୀର ସେ ଏହି କଥା ଜଣାଇଲେ। ଏ ସମୟେ ଛାମୁରେ ନାରଦ ତପୋଧନ, କୃଷ୍ଣଙ୍କ ମୁଖକୁ ଚାହିଁ ବୋଲନ୍ତି ନନ୍ଦନ। ନାରଦ ବଚନେ କୃଷ୍ଣ ବିଷାଦିତ ମନ, କିମ୍ପାଇଁ ବସିଛ କହିଲେ କ ତପୋଧନ। ମହାନନ୍ଦରେ ବସିଅଛ ଦ୍ୱାରକାରେ, ନାତି ଅନିରୁଦ୍ଧ ବାନ୍ଧା ଶୋଣିତ ନଗରେ। ଶୋଣିତଳ ନାଗର ରାଜା ଅଟେ ବାଣାସୁର, ଉଷା ନାମେ କନ୍ୟା ଏକ ଅଛଇ ତାହାର। ଅନିରୁଦ୍ଧ ତାର ସଙ୍ଗେ ଯହିଁ ପ୍ରେମ କଲା, ସୁନ୍ଦରୀ ନାୟିକା ପ୍ରତି ମନ ତା ବଳିଲା। ମନ ଆନନ୍ଦରେ ପୁରେ ରହିଥିଲା ତାର, ସହଚରୀଏ କହିଲା ବାଣାର ଆଗର। ତେଣୁ ମହାକ୍ରୋଧ ଦୈତ୍ୟପତି ଯେ ହୋଇଣ, ଯୁଦ୍ଧେ ଅନିରୁଦ୍ଧକୁ ସେ କରିଛି ବନ୍ଧନ। କାରାଗୃହେ ନାତି ତବ କଷଣ ସହଇ, ସହି ନ ପାରି ସେଠାରୁ ଅଇଲି ପଳାଇ। କୃଷ୍ଣଙ୍କୁ ଏପରି କହି ଧାତାଙ୍କ କୁମର, ବୁଦ୍ଧିମନ୍ତ କହେ ତହୁଁ ହୋଇଲେ ଅନ୍ତର। ଶ୍ରୀକୃଷ୍ଣ ବାଣାସୁରଙ୍କର ରଣ। ଶୁଣ ସର୍ବମୁନି ଗଣ ହୋଇ ଏକ ମନ, ନାରଦ ମୁଖରୁ ଶୁଣି ଜଗତ ଜୀବନ। ଆପଣା ମନରେ ଅତି କ୍ରୋଧ ପ୍ରକାଶିଲା, ରକ୍ତ ଜବା ପୁଷ୍ପ ପରି ଚକ୍ଷୁ ରଙ୍ଗ କଲ। ବୋଲନ୍ତି ଛାର ଦଇତ ବାଣାସୁର ହୋଇ, ବନ୍ଧନ କଲା ପାପିଷ୍ଠ ନାତିକୁ ମୋହଇ। ମନ୍ତ୍ରୀବର ଅବିଳମ୍ବେ ଜାଇଣ ସମ୍ଭାଳ,
ଶୁଣିତ ନଗରେ ଯିବା ସୈନ୍ୟ ସହଜ କର। ଏହି କ୍ଷଣି ଶୁଣିତ ନଗରେ ପ୍ରବେଶିଣ ବାଣାବଧି ପୁତ୍ର ବଧୂ ଆସିବା ଧରିଣ। ଉଦ୍ଧବ କ୍ରୂର ପ୍ରଭୁ ଆଦେଶ ପାଇଣ ଦେଲେ ଧେନୁ ରାଜ୍ୟ ମଧ୍ୟେ ମଧ୍ୟେ ଘନ ଘନ। ପଡ଼ିଲା ଚହଳ ସାଜ ସାଜ ସୈନ୍ୟ ଗଣ ମୋର କୋଳ ଶବ୍ଦ ସରେ କି ସିନ୍ଧୁ ଗର୍ଜନ। ବାହାରିଲେ ସାତ ବଂଶ ଯାଦବ ସକଳ ଫର ଫର ବାନା ଉଡ଼େ ଗରୁଡ଼ ଧ୍ୱଜର। ମଧ୍ୟେ ଖଞ୍ଜା ହୋଇଅଛି ଦର୍ପଣ ଚାମର ଝୁମ୍ପାମାନ ଲମ୍ବି ଅଛି ବିବିଧ ପ୍ରକାର। ସରି ସରି ଲମ୍ବି ଅଛି ମୁକୁତାର ମାଳ କେରି କେରି ଶୋହେ ସୁବାସ କୁସୁମହାର। ନାନା ଜାତି ରତ୍ନମାନ ବିବିଧ ବସତ ଯତନରେ ରଖିଅଛି ତହିଁରେ ଖଞ୍ଜିଣ। ଝରା ବଉଳ ବିଚିତ୍ର ପିତୁଳି ଅଛଇ ରତ୍ନ କିରଣ ସେ ଦିବ୍ୟ ଜ୍ୟୋତି ପ୍ରକାଶଇ। ଗୋକ୍ଷୀର କୁନ୍ଦେନ୍ଦୁ ସମ ଚାରି ଅସବର ଜାତ ହୋଇଅଛି ଶ୍ଵେତ ସମୁଦ୍ର ମଧ୍ୟର। ତାହାଙ୍କର ଜୋରେ ରଥେ ଅଛନ୍ତି ଯୋଡ଼ିଣ ନିମିଷେ ଭ୍ରମି ପାରନ୍ତି 14 ଭୁବନ। ରଥ ତଳେ ଘନ ଘନ ଶବଦ ଶୁଭଇ ପରମ ସନ୍ତୋଷ ହେଲେ ଜଗତ ଗୋସାଇଁ। ଦଇତାରି ବିଜେ କଲେ ସେ ରଥ ଉପର ଧରି ଶ୍ରୀଭୁଜରେ ଶଙ୍ଖ ଚକ୍ର ଧନୁର୍ଦ୍ଧର। ମନ କ୍ରୋଧ କଲେ ନାମ କରିବା ଅସୁର ହଳାୟୁଧ ବିଜେ କଲ ରଥର ଉପର। ବୀର ବେଶ ସାଜି କରି ଅଇଲେ ପ୍ରଦ୍ୟୁମ୍ନ ନ ଜାଣିଛି ଅବା କେହୁ ତାଙ୍କ ପରାକ୍ରମ। ଗଦ ଶାମ୍ବ ଆଦି ବୀର କୃଷ୍ଣଙ୍କ କୁମର କେତେ କହିବଇ ମୁହିଁ ନାମ ତାହାଙ୍କର। 160 ସହସ୍ର ଯେ ଅସି କୃଷ୍ଣ ବାଳ ନିଜ ନିଜ ଯାନ ଚଢ଼ି ଅଇଲେ ସକଳ। ବିଚିତ୍ର ରଥ ଉପରେ ସାତ୍ୟକୀ ବସିଲେ ନନ୍ଦ ନନ୍ଦ ଦୁହେଁ ଶୋଭା ଦିଶନ୍ତି ସେଠାରେ। କୃଷ୍ଣଙ୍କର ସମୀପରେ ପ୍ରବେଶିଲେ ଯାଇ ଉଦ୍ଧବ କ୍ରୂର ଦୁହେଁ ରଥେ ଆରୋହୀ। ଶକ୍ରାଜିତ ଶତଧନ ହୋଇ କୋପଚିତ ଧନୁଶର ଶୋଭଇ ଯେ କାହାଙ୍କର ହସ୍ତ। ଦେବତୁଲ୍ୟ ଜ୍ୟୋତି ଯାଦବ ଗଣ ଦିଶନ୍ତି ଆୟୁଧ ମାନ ନିଜର କରେ ଧରିଛନ୍ତି। ନିଜ ହସ୍ତେ ନାନା ଶର ଅଛନ୍ତି ଧରିଣ ମୁଷଳ ପରଶୁ ଚକ୍ର କାତୀୟ ଗଣନ। ତୀକ୍ଷ୍ଣ ଗଦା କୁନ୍ତ ଛେଲ ସାବେଳି ମୁଦ୍ଗର ପରିଘ ଭୂଷଣ୍ଡି ଧରିଛନ୍ତି ଅଶିବର। ଏକ ଘନ ଦୁଆଡ଼ ଯମଦାଢ଼ କଟୁରୀ ବରଛା ବଜ୍ରବାଣ ଶକ୍ତି ଯେ ହସ୍ତେ ଧରି। ନୀଳ ଚକ୍ର ସୂଚି ମୁନା ଦିବ୍ୟ ସରମାନ ଶତଧାର ଚକ୍ର ଭୂଷଣ୍ଡି କାଳସ୍ଥ ବାଣ। ନାନା ଅସ୍ତ୍ର ଶସ୍ତ୍ର ମାନ ଧରିଣ ହସ୍ତରେ ଫରିଆଡ଼ଣ ଅଛି କାହାର ଯେ ହସ୍ତରେ। ବିଚିତ୍ର ବସନ ଚିରଳ ସହ ଉଡ଼ଇ ପନ୍ତି ପନ୍ତି ହୋଇ ମାନ ଗମନ କରଇ। ହସ୍ତି ଦଣ୍ଡ ଝିଙ୍କା ଝିଙ୍କ ହୋଇଣ ଚଳଇ ମୁଖ ଶବଦରେ ସୃଷ୍ଟି ଉଛୁଳି ପଡ଼ଇ। ଦର୍ପଣ ଚାମଇ ତେଜ ତହିଁ ଝଟକଇ ସୁନା ଫୁଲ ରଥ ପରେ କେ ଅଛି ସଜାଇ। ଝଟ ଝଟ ଉପରେ ଯେ କଳସ ସୁନାର ଗଙ୍ଗା ପାଟ ବନ୍ଧା ଅଛି କେବଣ ରଥର। ଦିବ୍ୟତର କେଉଁ ରଥ ଗୋଟି ଯେ ଦିଶଇ ଗଜମୋତି ମାଳ ମାଳ ଲମ୍ବି ଅଛି କାହିଁ। ଅଲମ୍ବ ବିଲମ୍ବ ଯେ ଉପର ତାର ପର ବୈରୀ ଗଞ୍ଜନ ବାନା ଉଡ଼େ ଫର ଫର। ଚିତ୍ର ଘୋଡ଼ା ଚଢ଼ିଣ କେ କରଇ ଗମନ ଧୂସର ରଙ୍ଗ କାହାର ହରିତ ବରନ। ବାଖରର ମୁଖ ପଟା ଦିଶଇ ସୁନ୍ଦର ଘଣ୍ଟି ଘାଗୁଡ଼ିର ସ୍ୱର ଆହା କି ମଧୁର। ନାନା ପ୍ରକାର ବାଦ୍ୟ ବାଜୁଣ ଅଛଇ ଟମକ ଦାଉଣ୍ଡି ଢୋଲ କେ ପାରିବ କହି। ରାମ ତାଳି ମର୍ଦଳ ଯେ ଘୁମୁରା ବାଜଇ ଘୋଡ଼ା ହାତୀଙ୍କର ସନ ଦୂରେ ଶୁଭୁଥାଇ। ସିନ୍ଧୁ ଘୋଷ ଜିଣେ ଶୁଭେ ନିର୍ଦ୍ଦୋଷ ରଥର
ଧରଣୀ କମ୍ପଇ ଗମନ୍ତି ଯାଦବ କୂଳ ଶୁଣିତ ନଗର ସର୍ବେ କରନ୍ତି ଗମନ ଏଥୁ ଅନନ୍ତ କଥା ଯେ ଶୁଣ ଦେଇ ମନ ବାଣାସୁର ଜଗତି ଉପରେ ବସିଥିଲେ ଯାଇ ସୈନ୍ୟମାନେ ପଟୁଆର ତାହାର ଦେଖଇ କୁଭାଣ୍ଡ ମନ୍ତ୍ରୀ ସମ୍ମୁଖେ ବସିଛି ତାହାର ରଥ ଧ୍ୱଜ ଏହି କାଳେ ଖସିଗଲା ତାର ପୂର୍ବ କଥା ଚିନ୍ତା କଲ ବସି ବାଣାସୁର ମନ୍ତ୍ରୀଙ୍କୁ ଅନାଇଣ କହେ ଯେ ଗିର ଶିବଙ୍କୁ ମୁଁ ତୋଷ କରିଥିଲି ପୂର୍ବ କାଳେ ମନ ଇଚ୍ଛା ବର ମାଗ ବୋଲି କହିଥିଲେ ତାହା ଶୁଣିଣ ବୋଇଲି ହେପି ନା କି ହର ଏତିକି ଚାହେଁ ମୋ ସଙ୍ଗେ କରନ୍ତୁ ସମର ଏକଥା ଶୁଣିଣ ଶିବ ତପସ୍ୟା କରଇ ଭାଙ୍ଗିବେ ତୋହର ଦର୍ପ ଜଗତ ଠାକୁରେ ମୁଁ ବୋଇଲେ ତାହା ମୁହିଁ ଜାଣିବି କିପରି ସେ ସମୟ ଗୋଟି ମୋତେ କୁହ ଦୟା କରି ସଦାଶିବ ରହିଲେ ରଥ ଧ୍ୱଜ ଯେଉଁ କାଳେ ଅକସ୍ମାତେ ପଡ଼ିବ ଏ ଅବନୀ ମଣ୍ଡଳେ କେବେ ତୁ ଜାଣିବୁନି ଯେ ଆସି ଚକ୍ରଧର ଛେଦି ପକାଇବେ ଶସ୍ତ୍ର ଭୁଜକୁ ତୋହର ଧ୍ୱଜ ଭଙ୍ଗ ହେଲା ଏବେ ଦେଖିଲେ ନୟନେ ଯୁଦ୍ଧକୁ ଆସିବେ ହରି ଶୁଣ ସାବଧାନେ ଏହା କହି ବାଣାସୁର ସୈନ୍ୟ ସଜାଡ଼ିଣ ବିଚିତ୍ର ରଥେ ବସିଲା ସୁକୁଜାତୁ ଧାନ୍ୟ ଦଇତ ସହସ୍ର ଭୁଜେ ଧନୁସର ଧରି ବିବିଧ ଆୟୁଧ ମାନ ଦିଅନ୍ତି ସଜାଡ଼ି ଶୁଣିତ ନବରୁ ଦୈତ୍ୟ ହୋଇଲା ବାହାର ସଙ୍ଗତରେ ଛନ୍ତି ତାର ଅନେକ ସୁର ଚଢ଼ିଣ ଆସନ୍ତି ନିଜ ନିଜର ଯେ ଜାନ ନୃପତିର ପୃଷ୍ଠ ଦେଶେ କରନ୍ତି ଗମନ ଛେଲ ଚକ୍ର କାତି ଗଦା ମୁଦ୍ଗର ସଙ୍ଗରେ ବିବିଧ ଆୟୁଧ ମାନ ଶୋଭଇ ଚୂଡ଼ାରେ ଯଦୁ ବଳ ଏ ସମୟ ହୋଇଲେ ବାହାର ସମୁଦ୍ର ନିର୍ଦୋଷ ପରି ଧନ ମାର ମାର କ୍ରୋଧ ବହି ଶୁଣିତ ନଗରେ ପହଞ୍ଚିଲେ ରାକ୍ଷସ ଗଣ ତାଙ୍କର ପଥ ଗାଳିଲେ ପ୍ରଳୟ ସିନ୍ଧୁ ସଦୃଶ ଯାଦବ ସକଳ ବସୁମତୀ ପଦଘାତେ ହୁଏ ଥର ଥର ସହି ନ ପାରିଲେ ତାହା ଜାତୁ ଧାନ ଗଣ ନାନା ପ୍ରକାର ଅସ୍ତ୍ରରେ ଆରମ୍ଭିଲେ ରଣ ଦେବାସୁର ରଣ ପୂର୍ବେ ହୋଇଥିଲ ଯେନେ ଲଢ଼ାଇ ହୋଇଲା ବେଳୁ ବେଳ ଘୋର ଟାଣେ ତାଙ୍କ ସ୍ୱର ଦେଖି ଯଦୁ ପ୍ରତି ଶସ୍ତ୍ର କଲେ ମାର ମାର ଧର ଧର ଧମକ ପ୍ରବଳେ ହାତୀ ପଲ ବାନ୍ଧି ଦିଅ ଦଳ ଶୁଭଇ ଶୁଣିଲେ ହିଆ ଯେନେ ଯେ ଚମକି ପଡ଼ଇ ଛେଲ ଚକ୍ର କାଶ ଗଦା ଶାବଳ ଦେଖାଇ ଏକ କୁଆରେକ ଭେଟି କରନ୍ତି ଲଢ଼ାଇ ଗୋଳ ଉଠାଇ କେକାର ମୁଣ୍ଡକୁ ପ୍ରହାରେ ପରାଣ ଛାଡ଼ି ପଡ଼ଇ ଅବନୀ ଉପରେ ମାଲ ସଙ୍ଗେ ମାଲ କାହିଁ କରୁଛି ଲଢ଼ାଇ ଦନ୍ତର ଗଡ଼ିଣ କେହୁ ମୁଥେ କମାରଇ ହୃଦରେ କାହାର କାଣ୍ଡ ଯାଇଛି ଭେଦିଣ ଖଣ୍ଡାଘାତେ ଗୋଳାକାର ପଡ଼ିଛି ଛିଡ଼ିଣ ତୀକ୍ଷ୍ଣ କାଣ୍ଡେ ମୁଣ୍ଡ ଛିଣ୍ଡି ଯାଉଅଛି କାର ରଥ ଦଣ୍ଡ ଭଗ୍ନ ହୁଏ ବାଜି ଶକ୍ତ ସର କାଣ୍ଡ ବାଦି ମୁଣ୍ଡ ଛିଡ଼ି ଯାଏ ଥର ହର ମାହୁନ୍ତେ ହସି ଉପରୁ ପଡ଼ନ୍ତେ ଭୂଷଳ ଭାସି ରଥ ମାନେ ସରେ ଖଣ୍ଡ ଖଣ୍ଡ ହେଲା ରଥ ଖଣ୍ଡେ ରାଜଦାଣ୍ଡ ପୁରୀ ତ ଉଠିଲା ମୁଣ୍ଡ ଛିଡ଼ି ଯାଏ ବାଣେ ଅଶ୍ୱାରୋହୀଙ୍କର ଅଶ୍ୱଗଣ ଚାଲି ଯାନ୍ତି ଦୌଡ଼ି ପ୍ରକର ଭୀଷଣ ରଣ କରନ୍ତି ବେନି ଥାଟମାନ ନ ରହିଲା ରାସ୍ତା ତହିଁ ତିଳ ପରମାଣ ଦୈତ୍ୟଗଣ ଯଦୁକୂଳ ହେଲେ ଜଟାଜନ୍ତି ପଡ଼ିଗଲେ ମରାମାନ ନୁହଁଇ ଗଣତି ଉପ୍ରଧେନ ମାରି ନିଜେ ତେଜଇ ପରାଣ ଭୀମ ମୂର୍ତ୍ତି ଧରି କରେ କବନ୍ଧେ ନର୍ତ୍ତନ କୋଶେ କଉସାରେ ରକ୍ତ ନଦୀ ଯାଏ ବହି କାଷ୍ଠ ପରି ମଡ଼ାମାନ ଭାସୁଛନ୍ତି ତହିଁ ରଥ ଧ୍ୱଜ ମାନ ଫେନ ରକତ ନଦୀର
ଖଡ଼ଗ ଦଣ୍ଡ ଦର୍ପ ହେଲା ସେ ନଦୀ ମଧ୍ୟର, ହସ୍ତି ମୁଣ୍ଡ ମଗରଙ୍କ ସଦୃଶ୍ୟ ଭାସଇ, ବାଳ ହୋଇଲା ଶିଉଳି ଢାଳ ଭେକ ତହିଁ, ଦୁଇ କୂଳ ଛୁଇଁ ରକ୍ତ ନଦୀ ଯେ ଧାମଇ, ନିମ୍ନ କୁଗମୟୀ କଳ କଳ ନାଦ ଦେଇ, ଯୁଦ୍ଧି ଏକତ୍ରିତ ହୋଇ ବଳରାମ କୃଷ୍ଣ, ଚାରୁ ଦେଷ୍ଣା ସାତ୍ୟକୀ ଯେ ପ୍ରଦ୍ୟୁମ୍ନଟି ଶାମ୍ବ, ନିରନ୍ତର ଧନୁରେ ଯେ ବିନ୍ଧୁଛନ୍ତି ଛାଗ, ଦଶ ସର ନିମିଷକେ କରଣ ଗମନ, ଦିଗ ପୁରୀ ଗଲା ଜ୍ୱାଳା ବଳି ବିନ୍ଧିବାରେ, କୋଟି ପଡ଼ି ଗଲେ ଭୂମିରେ ଯେ ସେ ଅସୁରେ, ବାଣାସୁର ଦେଖି ତାଜେ ହେଲା ଗଭର, ଦିବ୍ୟ ଧନୁ 500 ଧରି ଅଛି କର, 500 ବାଣ ଧନୁ ଗୁଣରେ ବସାଇ, ବିନ୍ଧିଲା ଦାନ ମନ୍ତ୍ର ସେ ଉଚ୍ଚାରିଣ ତହିଁ, ଅତି ବଳିୟାର ଅଟେ ବାଣାର ନନ୍ଦନ, ପିତାର ସମାନ କଲା ବାଣ ବରଷଣ, କୁଭାଣ୍ଡେ ମନ୍ତ୍ରୀ ବିନ୍ଧଇ ସର ଘନ ଘନ, ଅସଂଖ୍ୟ ଦଇତ ତହିଁ ପ୍ରହାରିଲେ ବାଣ, କୋପିତ ହୋଇ ସରବେ କରିଲେ ସଂଗ୍ରାମ, ବେଳୁ ବେଳ ସଂଗ୍ରାମ ଯେ ହେଲା ଅକଳନ, ବାଣାସୁର କୃଷ୍ଣଙ୍କର ହୁଅଇ ସମର, ଜଣ ସାଥେ ମିଶି ଜଣେ କରନ୍ତି ସମର, ଦେବ ରାକ୍ଷସଙ୍କୁ ପୂର୍ବେ ଯେଉଁ ଅଛି ପରି, ହୋଇଥିଲା ଏ ସଂଗ୍ରାମ ହୁଅଇ ସେପରି, 10 ଗୋଟି ବାଣ ହସ୍ତେ ଧରି ବିଶ୍ୱପତି, ସାରଙ୍ଗ ଧନୁରେ ଯୋଡ଼ି ବିନ୍ଧନ୍ତି ତୋଡ଼ତି, 7 କୋଟି ହଇଣ ଯେ ଚଳିଗଲା ସର, ଶସ୍ତ୍ର ରୂପ ଧରି ଘୋଟି ଗଲା ଅବନୀର, ଧନୁସର ବାଣାସୁର ଗଲା ଯେ ସେ ଛିଡ଼ି, କୋପେ ସେ ଯେ ବାଣା ପକାଇଲା ଏ ଯେ ରଡ଼ି, ଆନ ଧନୁ ମାନ ପୁଣି ଧରି କ୍ଷଣ କରେ, ବଳି ସୁତ ସହସ୍ରେ କନାରା ଚପେଶିଲେ, ଅର୍ଦ୍ଧଚନ୍ଦ୍ର ବାଣେ ପ୍ରଭୁ ନିବାରିତା ସର, ସୂଚି ମୁନା ସର ପୁଣି କରିଲେ ପ୍ରହାର, ରୋମେ ରୋମେ ବାଣ ତହୁଁ ଭେଦିଲା ତାଙ୍କର, କମ୍ପମାନ ହୋଇ କୋପ କରିଲା ଅସୁର, ଦୈତ୍ୟପତି ଅହିସର ପ୍ରହାର କରଇ, ଗରୁଡ଼ାସ୍ତ୍ରେ ବିନାଶିଲେ ଜଗତର ସାଇଁ, ପର୍ବତାସ୍ତ୍ର ପ୍ରହାରଇ ବଳିର କୁମର, ବଜ୍ରବାଣେ ବିନାଶିଲେ ତାହା ଚକ୍ରଧର, ବାଣାସୁର ପୁଣି ଅଗ୍ନିଶର ପ୍ରହାରଇ, ନାରାୟଣ ଜଳ ଧାରା ଶକତି ପଠାଇ, ନିବାରନ୍ତେ ମେଘାସର ଦୈତ୍ୟ ପ୍ରହାରିଲେ, ପବନାସ୍ତ୍ର ଶକ୍ତିରେ ନାଶିଲେ ବ୍ରହ୍ମାଣ୍ଡ, ଦୁହିଁଙ୍କର ଘୋରତର ସଂଗ୍ରାମ ହୁଅଇ, ଉଲ୍କାପାତ ସମ ବାଣ ଧରାରେ ପଡ଼ଇ, କୃଷ୍ଣଙ୍କ ବଳ ପାଇଣ ଯାଦବସ୍ତ ବଳ, ଦ୍ୱିଗଣ ତେଜ ଧରିଣ କରିଲେ ସମର, ବିବିଧ ଆୟୁଧ ମାନ ହସ୍ତରେ ଧରିଣ, ଅଥୟ କରି ଦୈତ୍ୟଙ୍କୁ ଆରମ୍ଭିଲେ ରଣ, ସମର ବଢ଼ିଲା ଏହିପରି ବେଳୁ ବେଳ, ଦିନ ବୁଦ୍ଧିମନ୍ତ କହେ ରଖ ଚକ୍ରଧର। ହରି ଓ ହରଙ୍କର ସଂଗ୍ରାମ। ଆନର ସରୁଷି ଗଣ ଶୁଣ ମନ ଦେଇ, କହିବି ଅପୂର୍ବ କଥା ମୋହିଟି ବୁଝାଇ, ପାତକ ମାନ ଅଙ୍ଗରୁ ହେବ ବିନାଶନ, ଅସମ୍ଭବ କଥା ସମ୍ଭବ ହେ କେତେନ, କୃଷ୍ଣଚନ୍ଦ୍ରଙ୍କ ସମର ଦେଖି ଦୈତ୍ୟ କୂଳ, ରମ୍ଭା ବୃକ୍ଷ ପରି ପଡ଼ିଲେ ସେ ଅବନୀର, ଏସନ ଦେଖି ନାରଦ କରନ୍ତି ବିଚାର, ଯୁଦ୍ଧ କି ସମାପ୍ତ ହେବ ନ ଶରଣ କାଳ, ଏଥିପାଇଁ କି ଉପାୟ ଏକ କରି ସ୍ଥିର, ପରସ୍ପରେ ଲଗାଇବି ଭୀଷଣ କନ୍ଦଳ, ଏସନ କହିଣ ମନ ଜାନ ଆରହିଲେ, କୈଳାସ କନ୍ଦରେ ଯାଇ ପରବେଶ ହେଲେ, ପାଦ ତକରେ ସାଷ୍ଟାଙ୍ଗେ ନାରଦ ରମିଲେ, ଆନନ୍ଦରେ ମହାଦେବ ପାଶେ ବସାଇଲେ, କି ନିମନ୍ତେ ଆସିଲ ନାରଦ ତପୋଧନ,
सकल कथा कुहंती मोते बुझाइण जोड़िबेनि पानी कहंती धाता कुमार भोदेव मु जाइथिली सुनित नगर आश्चर्य घटना एक देखिली से पूरे बाणासुर कृष्णचंद्र मातंती समरे मदन नंदन अनिरुद्ध वीरवर बाणा कन्या उषा संगे करन्ते श्रृंगार लुचि बाणार लक्ष्य उषा संगतर अनिरुद्ध गृह भितरे करिले बाहार परितारी देखि बाणासुर को कहिला बाणासुर जाई अनिरुद्धे बंदी कला समरे सैन्य घेनी कृष्णचंद्र प्रवेशिले लागिछि समर बेनी दलंक मध्यरे बाणासुर सैन्य गण मलेणी बहुत सुयुद्ध क्षेत्रे बाणासुर हुए व्याकुलित व्याकुल होइण बाणा व्यथित हुई रक्षाकर सदाशिव उच्चरे डाकई हे प्रभु धर्म पुत्र तुम्भर अटई ए घोर संकट पार कर हे गोसाई ए बाणी शुणिण क्रोध जादव सकल बेढ़िण मारंती ताकु द्विगुण प्रकार नारदंक मुख शुणी बरन एपरी क्रोधे कंपिले ईश्वर त्रिशूल को धरी हर विजय कले वृषभ उपरे जाई अजगर धनुषर हस्तरे शोभई कुरंग परशु नाग फास जे त्रिशूल खटंग डंबरु मिशी फास जे भेमर आयुध गुड़ी को धरी प्रभु विजय कले नव लक्ष डंबरु बाजे अंतरिक्षरे 64 कोटि रुद्र बल संगतरे वीरभद्रादि प्रथम गण संगतरे कार्तिकेय मयूर पुष्परे आसीछंती हस्तरे शोभई तांक प्रचंड सकती द्वादश आयुध शोभे द्वादश हस्तरे युद्ध करिबा निमन्ते आगभर हेले गणनाथ बसिछंती मूषिक वाहने हस्ते शोभा पाउछंती निजायुध माने दुई रथ चढ़ी नंदी भृंगरटी जाण वीर बेशे पृष्ठ देशे करंती गमन जोगी सन्यासी जंगम भूत जेबे ताल खेचर गण संगते मिशिले भूचर घोटी गले रुद्रबल शून्यपुर माड़ी विकटाल रूप देउछंती क्षणे रड़ी विस्तारीण पाटिरे प्रमथ गण धाई काई माटी खोली कहे आनंदे नाचई के घेनी अछि श्मशाने विभूति अंगरे बेनी मूर्धनि काहार पंचमुख कारे बक्षरे मस्तक कार बाहारी अछई बेनी खंड बदन का जाई अछि होई चक्षुटेरा कार मुख अटे सिंह परी आनदी सही के पुणी खड़ाइला परी हस्ती मुख कार मुखा मार्जा जे सम एक बाहु का अछई वज्र का बहन मूषा परी मुख सिंह परी का बदन मर्कट मुख काहारी सन मुख सम काक बक सुक परी बदन काहार भल्लुक मुख का मुख जे परी नकुल चक्षु पुष्ठ देशे कार मुंडे नाही बर्ण ऊपर को पद देई करे के गमन तीनिटी पाद काहार कार किछि नाही मंडुक समान केहू डेई जाउथाई उज्जवल दिशई बेनी नयन काहार घंच शिर शोभुअछि स्कंधरे काहार घुसई तले केहू जेबेनी कर्ण जार लंबिण अछि काहार छिन्न मुंड माळ चिरी कुटी लागी अछि कटारे शोभई शून्य कटी के प्रमथि कटी तार नाही कौपिनी खंडीए केही धरिछि कारण मृत शवटीए केहू अछई धरिण गज सिंह शार्दूलर पृष्ठे के बसीछि मकट शिशा महिष मूषा परे अछि भ्रुकलाक भल्लुक सारस सारी सोआ हरिण कुंभीर नाना जाति बाहुटिया नाना जीव पृष्ठे बसी करंती गमन छेल चक्र काति हस्ते दिशई शोभन
ଲାଙ୍କିଆ ସୁଦ୍ଗର ଗଦା ତୀକ୍ଷ୍ଣ ଭାଲମାନ ପାଶ ପର ସୁପରିଘ ତୋମର ଶୋଭନ ଖଟ୍ୱାଙ୍ଗ ଭିନ୍ଦି ପାଳ ଯେ ଏକାଗ୍ନି କାଳ ପାଶ ଘଣ୍ଟସନ ଦିବ୍ୟ ବାଣ କାର୍ମୁକ ଯେ ପାଶ ତ୍ରିଶୂଳ କାର୍ମୁକ ଗଦା ଦିବ୍ୟ ଅସ୍ତ୍ରମାନ ଧରିଛନ୍ତି ହସ୍ତେ ନାନା ଅୟୁଧ ଯେ ଜାଣ ରୁଦ୍ରବଳ ରୁଦ୍ରପୁର ଶୂନ୍ୟପୁରୀ ଗଲେ କିଳି କିଳା ନାଦରେ ବ୍ରହ୍ମାଣ୍ଡ କମ୍ପାଇଲେ ବିଧି ଘୋଷ ଡିଣ୍ଡିମ ଯେ ଘୁମୁରା ବାଜଇ ମର୍ଦଳ ତାଳ ଘୁମୁରା ବଇଁଶି ଶୁଭଇ ଅଧାଟ୍ୟ ବିଦ୍ୟମାନ ଯେ ସିଂହରଡ଼ି ମାନ କିଳି କିଳା ନାଦ ସଙ୍ଗେ ଶୋଭେ ତୁଣ୍ଡ ସୋନ କିଳି କିଳା ନାଦ ଯହୁଁ କଲେ ବାଗମ୍ବାର ଅବନି କମ୍ପି ଉଠିଲା ତୁଣ୍ଡରେ ତାଙ୍କର ଏସନ ସମ୍ଭର୍ବେ ଭୂତନାଥ ବିଜେ କଲେ ଶୋଣିତ ନଗରେ ଯାଇ ପ୍ରବେଶ ହୋଇଲେ ବାଣାସୁର ଦେଖି କରି ଆନନ୍ଦିତ ମନ ବିଜେ କଲେ ସଦାଶିବ ସମର ପ୍ରାଙ୍ଗଣ ତୋଡ଼ରେ ମସ୍ତକ ବାଣ ଶସ୍ତ୍ର ପାଣି ମଧ୍ୟେ ଶୂଳ ପାଣି ମୁଗ୍ଧ ହେଲେ ଦକ୍ଷିଣ ଆନନ୍ଦେ ଯୁଦ୍ଧ ମଧ୍ୟରେ ଶ୍ରୀକୃଷ୍ଣଙ୍କୁ ଦେଖିଲେ ଯେ ହର ଆଗୁସାର ନନ୍ଦୀ ଘୋଷ ଚଢ଼ିଣ ତାଙ୍କର ବୃଷଭାନୁ ବୃଷଧ୍ୱଜ ତାଙ୍କରି ଆଗରେ କାହିଁକି ଆସିଛ ଏଠି ତାଙ୍କୁ ପଚାରିଲେ ଭଙ୍ଗ ମୋର ବାଣାସୁର ତୁମ୍ଭେ କି ନ ଜାଣ ତୁମ୍ଭ ତୁଲେ କରିବ ଆଜ ମୁହିଁରଣ ଏସନ କହିଣ ଶୂଳ ପ୍ରହାରିଲେ ହର ଗଜ ସାମ୍ବ ନିବାରିଲେ ପ୍ରଭୁ ଆଦି ମୂଳ ସାରଙ୍ଗ ଧନୁ ଧରିଲେ ଜଗତ ଜୀବନ କର୍ଣ୍ଣ ଯାଏ ଗୁଣ ଟାଣ ବରସିଲେ ବାଣ ପିନାକ ଧନୁକୁ ଧରି ଦେବ ପଞ୍ଚାନନ କତୁରୀ ବାଣରେ ବାଣ କରିଲେ ଛେଦନ ବେଳୁ ବେଳୁ ରଣ ହେଲା ହରିହରଙ୍କର ମେଘ ବୃଷ୍ଟି ସମ ଆକାଶରୁ ପଡ଼େ ସର ଯଦୁ ରୁଦ୍ର ବଳ ଘୋର ସମର କରନ୍ତି କାମପାଳ ଗଣେଶଙ୍କ ତୋଲେ ଲଢ଼ୁଛନ୍ତି ଷଡ଼ାନନ ସଙ୍ଗେ ଲଢ଼େ ପ୍ରଦ୍ୟୁମ୍ନ କୁମାର ମୁଷଳ ଶକତିମାନ କରନ୍ତି ପ୍ରହାର ବୀରଙ୍କ ଉତ୍ତମ ଅଟେ ବାଣାର ନନ୍ଦନ ସାମ୍ବ କରନ୍ତି ସମରତା ସଙ୍ଗେ ରହୀଣ କୁଭାଣ୍ଡ ସଙ୍ଗେ ସାତ୍ୟକୀ କରଇ ସମର କାଳାନଳ ପରା ଏକ ବିନ୍ଧୁଛନ୍ତି ସର ଅକ୍ରୂର ସଙ୍ଗରେ ବାଣାସୁର ଯୁଦ୍ଧ କରେ ମନ୍ତ୍ର ପଢ଼ି ଦିବ୍ୟ ସର ମାନଙ୍କୁ ପ୍ରହାରେ ଭୃଙ୍ଗରଟି ଉଦ୍ଧବ ଯେ କରନ୍ତି ସମର ବିଦ୍ୟା ଯୁଦ୍ଧେ ପିଟା ପିଟି ହେଲେ ବେନି ବୀର ନନ୍ଦ ସଙ୍ଗେ ଗଦ ବୀର ସମର କରଇ ଦେବଙ୍କ ଦୁର୍ଲଭ ସେହି ସମର ଅଟଇ ଶତଧନୁ ବୀର ଭଦ୍ର ଦୁହିଁଙ୍କର ରଣ ଜଳେ ଚିତ୍ର ଭାନୁ ସମ ବିନ୍ଧୁଛନ୍ତି ବାଣ ନମୁଚି ଅସୁର ସଙ୍ଗେ ଲଢ଼େ ଶକ୍ରାଜିତ ଧନୁକୁ ଧରିଣ ବାଣ ମାରଇ ବହୁତ ବକାସୁର ଜଳୁପାକ୍ଷ କାଳାକ୍ଷ ଆବର ପଞ୍ଚଶିର କାଳାନ୍ତକ ଗାଢ଼ ନେମି ବୀର ଅଗ୍ନିକେତୁ ଭଲ୍ଲୁକ ବିକାଳ ଜ୍ୟୋତି ପ୍ରଭା ପିଙ୍ଗଳ ମକରାକ୍ଷ ତ୍ରିଶିର କାଳ ପ୍ରଭା କାଳ ଘଣ୍ଟ ବିରୂପ ନରକ ମହାବଳୀ ଗଜଗ୍ରହଣ ନରାନ୍ତକ ଯେ ବିଦ୍ୟୁମାଳି ଏହି ସକଳ ସୁର ଏକଚିତ ହୋଇ ଶ୍ରୀକୃଷ୍ଣ ନନ୍ଦନ ସଙ୍ଗେ କରିଲେ ଲଢ଼ାଇ ପ୍ରଥମ ଗଣ ସେହି ଯଦୁଗଣ ଯେ ମାନ ନିଶକୁ ଆଉଁସି କରୁଛନ୍ତି ସର୍ବେ ରଣ 56 କୋଟି ପାଦ ସଂଖ୍ୟାରେ ଯେ ପ୍ରମାଣ ଯେତେକ ଥିଲେ ସେଠାରେ କୃଷ୍ଣ ସୁତମାନ 1,60,000 ଅଶୀ କୁମାର ଭୟ ନ କରନ୍ତି ରଣେ ଶତ୍ରୁକୁ ତାଙ୍କର ପଦାତିରଥି ଯେ ମହାରଥୀ ଅଗଣନ ମୁକୁଟ ବନ୍ଧା 36 ମର୍ତ୍ତୁତ ଗଣନ 35 କୋଟି ଗଜରଥ ଯେ 11 ଅଷ୍ଟାଦଶ କୋଟି ହାୟ ଅଛନ୍ତି ଏଠାର ଦାମୋଦର ଆସିଛନ୍ତି ଏତେ ସୈନ୍ୟ ଧରି ନାନାବିଧ ସର ବିନ୍ଧୁଛନ୍ତି ଧନୁ ଧରି ବିଶ୍ୱନାଥ ଯୁଝୁଛନ୍ତି ସାକ୍ଷାତ ତାଙ୍କର 11 କୋଟି ପ୍ରଥମ ଗଣ ତାଙ୍କର 14 କୋଟି ରୁଦ୍ର ବଳ ସଙ୍ଗରେ ତାଙ୍କର ଯୋଗିନୀ ସିଦ୍ଧ ଜଙ୍ଗମ ପିଶାଚ ବେତାଳ 65 କୋଟି ବାଣାସୁରଙ୍କର ସୈନ୍ୟ ସଂଖ୍ୟା
କରି ନୋହେ କାମ ରୂପୀ ଦୈତ୍ୟ ଗଣ ଶପଥ ମର୍ଭୁତ ଚିତ୍ର ରହୁବର ମାନ ଗଜଙ୍କର ସଂଖ୍ୟା 11 କୋଟି ଜାଣ ସେ 17 କୋଟି ଉଜ୍ଜୈ ଶ୍ରବା ଅଶ୍ଵ ପରି ମୁକୁଟ ବନ୍ଧା ଯୋଦ୍ଧା ଯମ ସମସରିବ ନାନା ପ୍ରକାର ଅସ୍ତ୍ରରେ କରୁଛନ୍ତି ରଣ ମୁଦ୍ଗର ଖଡ୍ଗ ଭାଇ ଭାଙ୍ଗିଆ ଯେ ଧରିଣ ସାବେଳି ମାଡ଼ରେ ମଲା ମଲା କେ ଡାକଇ ଉପ୍ରଧ ନଗରେ ତାକୁ ମାରନ୍ତି ଗୋଡ଼ାଇ ଦନ୍ତି ଦନ୍ତି ଲଢୁଛନ୍ତି ରଥି ରଥି ରଣ ମାଲ ସହିତେ ମାଲଙ୍କ ପଡ଼ିଛି ବିନ୍ଧାଣ ଅଶ୍ୱାରୋହୀ ରଣ କରୁଛନ୍ତି ପଦାତି ସଙ୍ଗେ ଲଢ଼ାଇ କରନ୍ତି ପଦାତି ମାଲ ସଙ୍ଗେ ଥରେ ପଡ଼ି ଲଢୁଛନ୍ତି ମାଲ ମୁଣ୍ଡକୁ ମୁଣ୍ଡ ବାଡ଼ାନ୍ତି କରି ରଣ ଗୋଳ ସଙ୍କୁଳ ଯୁଦ୍ଧ ଭିଡ଼ା ଭିଡ଼ି ହନ୍ତି ଯେ କେହି ମାଲଙ୍କ ସଙ୍ଗେ ମାଲଙ୍କ ଏସନ ଲଢ଼ାଇ ଅସ୍ତ୍ର ଶସ୍ତ୍ର ତେଜି ଧରା ଧରି କେ ହୋଇଣ ମାରନ୍ତ କେ ଗୁରୁଜ କାହାକୁ ପ୍ରହାରିଣ କଟାରିରେ କେ ବାହାକୁ କରଇ ଛେଦନ ଅସୁର ଯାଦବ ଦଳଙ୍କର ଏହି ରଣ ନାନା ପ୍ରକାର ବୀର ବାଦ୍ୟ ବଜାଇଣ ସିଂହନାଦ କରୁଛନ୍ତି ତହିଁ ରୁଦ୍ରଗଣ ଘର ଘର ଘୋଷ ଶୁଭଇ ରଥମାନଙ୍କର ମାର ମାର କେ କହଇ ତାକୁ ଧର ଧର ଘନ ଘନ ହସ୍ତିଙ୍କର ଗର୍ଜନ ଶୁଭଇ ଗଜଙ୍କ ଘଣ୍ଟ ଶବଦ ଶୁଭେ ଟାଇଁ ଟାଇଁ ଡରୁଆଙ୍କ ବୁକୁ ଅଶଙ୍କର ଶୁଣି ଶୋନ ଦୁକୁ ଦୁକୁ ହୁଏ ଛାଡ଼ି ଯିବ କି ପରାଣ ଝମ ଝମ ଅଶଙ୍କର ଘାଗୁଡ଼ିର ସ୍ୱର ନୈବଦତ୍ତ ବାଦ୍ୟ ବାଜୁ ଥାଇ ଘନ ଘନ ଘୁମୁ 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 ରାଜେ ବାଦ୍ୟ ବାଜୁ ଥାଇ ତଡ଼ ତଡ଼ ପଡ଼ି ଅଗ୍ନି ବାଣ ଶୁଭୁ ଥାଇ ରଡ଼ ମଡ଼ କରି ଦାନ୍ତ ଚବାଇଲେ ବୀର ଆଡ଼ ହୁଅ ଡାକି ଗଦା କରେ କେ ପ୍ରହାର ଘଡ଼ ଘଡ଼ ଶୁଭଇ ବାଣ ଯେ ବଜ୍ର ପରି ଝଲମଲ ଦିଶେ ସର ପାଏ ଯେ ବାହାରି ଗଜପଲ ବୁଲୁଛନ୍ତି ମୁକୁଳା ହୋଇଣ ଅବସର ନାହିଁ ଲାଗିଅଛଇ ସଂଗ୍ରାମ ସଂଗ୍ରାମରେ ରହିତ ନୁହଁ କ୍ଷଣେ କାହିଁ ମଡ଼ାମାନ ଅନ୍ତର୍ଯାପ୍ତ ପଡ଼ିଣ ଛଇ ବହିଲାର କତ ନଦୀ ସମର ଭୂମିରେ ରଥ ଗଜମାନ ଭିଜିଲେ ସେର କତରେ ଜଗତ କରତା ହରିହର ବେନିଜନ କୋପେ କରୁଛନ୍ତି ଦୁହେଁ ଭୀଷଣ ସଂଗ୍ରାମ କି ଉପମା ହେଜି ମୁହିଁ ତାଙ୍କ ସଂଗ୍ରାମର ଗଗନ ପୁରୀ ଅଛଇ ଶବଦ ଅସ୍ତ୍ରର ଥର ଥର ବସୁମତୀ ହୁଏ କମ୍ପମାନ ଏଠାରୁ ଯାହା ଘଟିଲା ଶୁଣ ଋଷିଗଣ ରୁଦ୍ରପତ୍ନୀଗାଙ୍କୁ ଧନୁ ରାଗେ ଯେ ମଚିଲେ 10 ଦିଗ ଶୁଦ୍ଧ ନାଗ ବଳ ବାହାରିଲେ ପଣାକୁ ଭାରି ଲହ ଲହ ଜିହା କରି ଚଉପାଶକୁ ଛନ୍ଦିଲେ ଗରଳେ ତାଙ୍କରି ଗରୁଡ଼ାସୁ ପଠାଇଲେ ଦେବ ଦଇତାରି ନାଗମାନଙ୍କୁ ଭଖିଲେ ଗୋଟି ଗୋଟି କରି ଅସ୍ତ୍ରହତ ହେବା ଦେଖି ପାର୍ବତୀ ରମଣ ଦକ୍ଷ କରେ ଧରିଲେ କ ପାଶୁପତ ବାଣ କୃଷ୍ଣଙ୍କ ବିନାଶ କଥା ମନରେ ଚିନ୍ତିଲେ ମହାଜ୍ୱାଳାକୁ ସେ ଅସ୍ତ୍ର ବହନ କରିଲେ ତରୁଲତା ମାନେ ସବୁ ଜଳିଣ ଯେ ଗଲେ ଜୀବନ୍ତ ପ୍ରାଣୀ ତା ତେଜ ସହି ନ ପାରିଲେ ସ୍ତମ୍ଭୀଭୂତେ ରହିଲେ ଦୁଝକୁ ତେଜିଣ ଥୋକେ ପଡ଼ିଲେ ଭୂମିରେ ମୋହକୁ ଭଜିଣ ଶୂନ୍ୟପୁରବାସୀ ଶୂନ୍ୟ ଛାଡ଼ି ଚଳିଗଲେ ପୃଥିବୀ ଦେବୀ କମ୍ପିଲେ ସେବେଳେ କାତରେ କିବା ଅକାଳେ ପ୍ରଳୟ ଆସିଲା ଓହ୍ଲାଇ ଦେବେ ଭାଳେଣୀ କରନ୍ତି ସ୍ୱର୍ଗପୁରେ ଥାଇ ସାକ୍ଷାତ ପ୍ରଳୟ କର୍ତ୍ତା ଅଟନ୍ତି ଈଶାନ ପାଶୁପତ ଦେଖି ଭୟ କଲେ ଦେବଗଣ ଦେଖି ଚିନ୍ତିତ ହୋଇଲେ ଦେବ ନାରାୟଣ ପ୍ରଳୟ ଘଟିବ ଯେବେ ପେଶିବେ ବାଣ ଏସନ ବିଚାରି ହସ୍ତେ ଧରି ଦ୍ରୁମା ବାଣ ପ୍ରସ୍ତୁତ ହୋଇ ପେଶିଲେ ତାଙ୍କୁ ନାରାୟଣ ତ୍ରିପୁରାରୀ ପାଶୁପତ ପୂର୍ବରୁ କହ୍ନାଇ କ୍ରୋଧେ ଦ୍ରୁମା ବାଣକୁ ଦେଲେ ଟିଜେ ପଠାଇ ହାଇ ଜାତ ତତ କ୍ଷଣି ହେଲା ହରଙ୍କର
ମୁଖ ଗୋଟି ତାହାଙ୍କର ବିସ୍ତାର ସେ କାଳ। ବିମ୍ବନାଶ ନିଜ ଆତ୍ମା କରେ ଦର୍ଶନ, ଦେହରୁ ହାଇ ତକ୍ଷଣୀ ହେଉଅଛି ଜାତ। ଉଚ୍ଚନାଦ କଲେ ବିସ୍ତାରୀ ମୁଖ ତାଙ୍କର, ଶବଦ ଶୁଭିଲା ବ୍ରହ୍ମଦେବ ଯେ କର୍ଣ୍ଣର। ଶବଦରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ଶୁଭଇ, ଜାଳା ନଳ ବହ୍ନିଜାତ ହୋଇଲା କତହିଁ। କାଳା ନଳ ଅଗ୍ନି ତହିଁରୁ ଜନମ ହେଲା, ଧ୍ୱଂସ କରିବା ପାଇଁ କି ବ୍ରହ୍ମାଣ୍ଡ ଉଠିଲା। କାଳା ନଳ ଅଗ୍ନି ତେଜ ବହେ ବେଳୁ ବେଳ, ବ୍ରହ୍ମଲୋକ ଯାଏ ଶିଖା ଉଠିଲା ତାହାର। ଭସ୍ମୀଭୂତ ହେବ ଚର ଅତର ସଂସାର, ବିଚାର କରିଣ ଧାତା ଉଠିଲେ ସତର। ମରାଳ ବାହନେ ବସି ସାବିତ୍ରୀଙ୍କ ସାଇଁ, ହରିହରଙ୍କ ପାଶରେ ପ୍ରବେଶିଲେ ଯାଇ। ଦେଖିଲେ ଶଙ୍କର ପାଶୁପାତ ଧରିଛନ୍ତି, ଶ୍ରୀକୃଷ୍ଣ ଦ୍ରୁମଣ ଅସ୍ତ୍ର ପେଷିଣ ଅଛନ୍ତି। ବେନି କର ଯୋଡ଼ି ତହିଁ କମଳ ଆସନ, ହରିହରଙ୍କର ସ୍ତୋତ୍ର କରିଲେ ପଠନ। ହରିହର ସ୍ତୋତ୍ର ପଞ୍ଚାନନଙ୍କର ପ୍ରିୟ, କର ଯୋଡ଼ି ସେହି ସ୍ତୋତ୍ର ପଢ଼ିଲେ ପିତାମହ। ଶୁଣି କରି ସଦାଶିବ ସନ୍ତୋଷ ହୋଇଲେ, ପୁଣି ସ୍ତୁତି ଆରମ୍ଭିଲେ ଜଗତର ତାତ। ନମସ୍ତେ ଶ୍ରୀ ସଦାଶିବ ଦେବ ତ୍ରିପୁରାରୀ, ନମସ୍ତେ ଶ୍ରୀ ବିଶ୍ୱନାଥ ଅନ୍ଧକଇରି। ନମସ୍ତେ ଶ୍ରୀ ସଦାଶିବ ଜଗତ ଠାକୁର, ନମସ୍ତେ ଶ୍ରୀ ସଦାଶିବ ଉବାଣଙ୍କ ବର। ନମସ୍ତେ ଶ୍ରୀ ସଦାନନ୍ଦ ପରମ ଈଶ୍ୱର, ନମସ୍ତେ ଶ୍ରୀ ସଦାନନ୍ଦ ପ୍ରଭୁ ଯୋଗେଶ୍ୱର। ସତ୍ୟବାଦୀ ତୁମ୍ଭେ ଅଟ ଦେବ ସଂକର୍ଷଣ, କିମ୍ପାଇଁ ବିବାଦ କର କୃଷ୍ଣ ସଙ୍ଗ ତେଣ। ବାଣାସୁରକୁ ବର ଦେଲ ଯେ ଯେଉଁ କାଳେ, କହିଥିଲେ ଛେଦିବାକୁ ବାହୁକୁ ନ କରେ। ମନୁ ପାଶୋରି ଦେଉଛ ସେ କଥା କିପରି, ଏକ ଆତ୍ମା ଜାଣୁଅଛ ତୁମ୍ଭେ ହରିବରି। ହସ୍ତେ ପଶୁପତ ଧରି ଚିର ଦୁଚ୍ଛରଣ, ଦେଖ ଥରେ ଚାହିଁ ତିନି ପୁର କମ୍ପମାନ। ନିବାରଣ ସେହି ବାଣ ଭୋଳା ମହେଶ୍ୱର, ଭୋଳରେ ନାଶ କର ନା ପ୍ରଭୁ ଏ ସଂସାର। ଏସ ନ ବୁଝାଇ କହନ୍ତେଣ କୁଶଧର, ମନ ମଧ୍ୟରେ ନୃପତି ଲଭି ଶୂଳଧର। ବୋଲନ୍ତି ପ୍ରବେଶ ହେଇ ଠିକଣା ବେଳରେ, ବାଣାକୁ କହିବା କଥା କହିଲ ମୋହରେ। ପାଶୋରି ନଥିଲି ମନୁ ସେହି କଥା ଜାଣ, ଏହା କହି ବାଣାକୁ ଯେ ଦେଲେ କବାରିଣ। କୃଷ୍ଣଙ୍କୁ ବୋଇଲେ ବାଣାସୁର ବଧ କର, ପୂର୍ବ କଥା ସ୍ମରି ଗଲି କୈଳାସ ଶିଖର। ଏତେ କହି କାଳା ନଳ ଗର୍ଭେ ସଂହରିଣ, ଉମା ସାଇଁ ତତ୍କ୍ଷଣ ହେଲ ଅନ୍ତର୍ଧ୍ୟାନ। କୈଳାସ ଭୁବନେ ପହଞ୍ଚିଲେ ଦେବହର, ଦିବ ବୁଦ୍ଧିମନ୍ତ ପଦ ନମଇ ତାଙ୍କର। ଶ୍ରୀକୃଷ୍ଣ କର୍ତ୍ତୃକ ବାଣାସୁର ଭୁଜ ଛେଦନ। ମୁନିଜନ ମାନେ ଶୁଣ ମନ କର୍ଣ୍ଣ ଦେଇ, ଅପୂର୍ବ ଚରିତ ଏହା ଲେଖୁଛି ବୁଝାଇ। ସକଳ ପାପ ନାଶିବ ଶୁଣିବ ଯେ କନେ, ଅନ୍ତକାଳେ ଚଳିଯିବ କୈଳାସ ଭୁବନେ। ଧୀର ସ୍ଥିର ହୋଇ କରନ୍ତୁ ସର୍ବେ ଗ୍ରହଣ, ସମର ଭୂମିରେ ଯାହା ହୋଇଲା ଘଟନ। ଯଶୋବନ୍ତୀପୁରେ ଚଳିଗଲେ କୁଶଧର, ଶ୍ରୀକୃଷ୍ଣ ବାଣୀ ସଙ୍ଗରେ କରିଲେ ସମର। ବଳିସୂତ ପ୍ରହାରିଲା ଯେ ଅନେକ ବାଣ, ଛେଦିଲେ ତାହାର ବାଣ ପ୍ରଭୁ ନାରାୟଣ। ବାଣାସୁର କୋପ ହୋଇ ଧରି ଧନୁର୍ବାଣ, ଶ୍ରୀକୃଷ୍ଣଙ୍କ ଉପରକୁ ପ୍ରହାରିଲା ବାଣ। ଅର୍ଦ୍ଧଚନ୍ଦ୍ର ବାଣେ କୃଷ୍ଣ ଛେଦିଲେ ସେ ବାଣ, ପ୍ରହାରି କତୁରୀ ବାଣକୁ ଯେ ନାରାୟଣ। ଶୂନ୍ୟପୁର ଯାକ ବାଣ ଘୋଟିଲା କଯାଇ, କାଟିଲା ବାଣର ଭୁଜ ଭୂତଳେ ପଡ଼ଇ। ନଳାକାନ୍ତ ସ୍କନ୍ଧସରେ ଭୂତ ବାଣ ତଳେ, ଛିଡ଼ିବାରୁ ଅସୁର ସୈନ ପଳାଇଲେ। ଅବଶେଷ ରହିଥିଲା ଭୁଜ ଗୋଟି ଚାରି,
ବାଣାସୁର ଛୋଡ଼ିଲା ଟାଣକୁ ଯେତା ହାରି। ଦୁଇ ହସ୍ତେ ଦୁଇ ଧନୁ ଧରି ବୀରବର ସରେ ପୂର୍ଣ୍ଣ କରିଦେଲା କୃଷ୍ଣଙ୍କର ଉବର। ହସି ହସି କୃଷ୍ଣ କାଟୁଛନ୍ତି ସେହି ବାଣ, ଭଗବତୀ ପ୍ରବେଶିଲେ ସମର ପ୍ରାଙ୍ଗଣ। ଯୁଦ୍ଧ ଅବସର ନେଲେ ଜଗତ କାରଣ, ଲେଉଟାଇ ନେଲେ ରଥ ଯୁଦ୍ଧର ପ୍ରାଙ୍ଗଣ। ଶ୍ରୀକୃଷ୍ଣଙ୍କ ବାଣେ ବାଣା ହୋଇଥାନ୍ତା ନାଶ, ପରଖିଲେ ଜୀବନ ପାର୍ବତୀ ହେଲେ ପ୍ରବେଶ। ପଶିଲେ ଶ୍ରୀହରି ଯାଇ ଶୋଣିତ ନଗର, ଭୟ କଲେ ଅସୁରୀ ଦେଖିଣ ଯେ ଅସୁର। ଉଷାବତୀ ଅନ୍ତପୁରେ ମିଳି ନାରାୟଣ, ଅନିରୁଦ୍ଧକୁ ଦେଖିଲେ ହୋଇଛି ବନ୍ଧନ। ନାଗପାଶ ଶ୍ରୀକୃଷ୍ଣଙ୍କୁ କରି ଦର୍ଶନ, ବଡ଼ଗ୍ରାସ ଶ୍ରୀକୃଷ୍ଣଙ୍କୁ କରି ଦର୍ଶନ। ଦିନ ତାର ସୁତ ଅଟେ ବାହନ ତାଙ୍କର, ନିଶ୍ଚୟ ଘେନିଲେ ଆଜି ପରାଣ ମୋହର। ସେ ଯେବେ ଆସଇ କିଛି ନ କରି ବିଚାର, ଥଣ୍ଟରେ ଘେନିବ ନିଶ୍ଚୟ ପରାଣ ମୋହର। ନାଗଫାସ ଏହା ଭାବି ପଳାୟନ କଲା, ପାତାଳପୁରରେ ଯାଇ ପ୍ରବେଶ ହୋଇଲା। ଅନିରୁଦ୍ଧ ନାଗଫାସ ବନ୍ଧନୁ ତରିଲେ, ଶ୍ରୀକୃଷ୍ଣଙ୍କ ପଦ ତଳେ ନମସ୍କାର କଲେ। ବେନି କର ଯୋଡ଼ି ତାଙ୍କୁ ନମସ୍କାର କଲେ, ଲଜ୍ଜା ହେତୁ କିଛି କଥା କହି ନ ପାରିଲେ। ଆଶ୍ୱାସନା କରି ତାଙ୍କୁ ଜଗତ ଗୋସାଇଁ, ଆପଣାର ଉବରରେ ବସାଇଲେ ନେଇ। ଚିତ୍ରହାନ୍ଦୋଳରେ ରଖି ଉଷା ସୁକୁମାରୀ, ବାହାରିଲେ ଚିତ୍ରରେଖା ସଙ୍ଗତରେ ଧରି। ବାଦ୍ୟ ବଜାଇଣ ନାନା ରଙ୍ଗେ ନାରାୟଣ, ହରସେ ଦ୍ୱାରକାପୁରେ କରିଲେ ଗମନ। ଚୌପାଶେ ଯାଦବ ଗଣ କରନ୍ତି ଗମନ, ଦ୍ୱାରବତୀରେ ମିଳିଲେ ପ୍ରଭୁ ନାରାୟଣ। ନଗ୍ର ନାରୀ ଗଣ ସର୍ବେ ଆନନ୍ଦିତ ମନ, ରତିଙ୍କ ଆନନ୍ଦ କିସ କରିବି ବର୍ଣ୍ଣନ। ପୁତ୍ର ପୁତ୍ର ବଧୂ କୋଳେ ବସାଇଲା ତାର, ହରସ ମନରେ ସେହି ହୋଇଲା ବିହୋଳ। ତଦୁତ୍ତାରେ ଜଗତ ଜୀବନ ଆନନ୍ଦରେ, ଦ୍ୱାରାବତୀପୁରେ ତାଙ୍କୁ ବିବାହ କରିଲେ। ବିଚିତ୍ର ମନ୍ଦିରେ ତାଙ୍କୁ ଦେଲେ ରଖାଇଣ, ଉଷା ଅନିରୁଦ୍ଧ ହେଲେ ଆନନ୍ଦିତ ମନ। ଏଥୁ ଅନ୍ତେ ଆନ କଥା ଶୁଣ ଋଷିଗଣ, ବାଣାସୁର ଗଡ଼ିଥିଲା ସମର ପ୍ରାଙ୍ଗଣ। ପ୍ରଭୁ ଚକ୍ର ପାଣି ଭୁଜ ତାହାର କାଟିଲେ, ତେଣୁ କରି ଦୈତ୍ୟରାଗ ପିତା ଯେ ପାଇଲେ। ଯୁଦ୍ଧେ ସୈନ୍ୟ ସେନାପତି ହୋଇଲେ ନିଧନ, ଘେନିଗଲେ ପାତାଳରେ ଗଲେ ସେ ପଶିଣ। ତେଣୁ ସକଳ ଆଶାକୁ ଛାଡ଼ି ବାଣାସୁର, ମାୟା ଭରା ସଂସାରକୁ ପଶିଲା ଅସାର। କୁଭାଣ୍ଡ ମନ୍ତ୍ରୀକୁ ପାଶେ ତାର ବସାଇଲା, ନିଜର ବେଦନା ତାକୁ ବୁଝାଇ କହିଲା। ଭୋ ମନ୍ତ୍ରୀ ଦୁର୍ଦ୍ଦଶା ମୋର କରିଲ ଦର୍ଶନ, ହେଲି ଲୋକ ହସା ଥାଇ ଶରୀରେ ଜୀବନ। ପ୍ରୟୋଜନ ନାହିଁ ଆଉ ସୁଖ କି ଧନରେ, ଏଥିରେ କାରଣ ସଦାଶିବ ଜାଣିବାରେ। ବାରଣାସୀପୁରେ ଏବେ କରିବା ଗମନ, ସଦାଶିବଙ୍କୁ ସେଠାରେ କରିବା ଦର୍ଶନ। ହୃଦର ବେଦନା ବୁଝାଇବି ତାଙ୍କୁ ମୋର, ସୁଦୟା କରିବେ ନିଶ୍ଚୟ ଭୋଳା ମହେଶ୍ୱର। ପୂର୍ବେ ଅହଙ୍କାର ବହି ବର ମୁଁ ମାଗିଲି, ତୁମ୍ଭେ ଲଢ଼ି ମୋ ସାଙ୍ଗରେ ତାହାଙ୍କୁ କହିଲି। ଶୁଣି କୋପେ ସାପ ଦେଲେ ମୋତେ ପଞ୍ଚାନନ, କାଟିବେ ତୋହର ଭୁଜ ପ୍ରଭୁ ନାରାୟଣ। ତାଙ୍କ ବଚନ ଅନ୍ୟଥା କେବେ କି ହୋଇ, ତାଙ୍କର ବଚନ ମେଣ୍ଟି ନ ପାରିଲି ମୁହିଁ। ଏସନ ପ୍ରକାର କଥା ଯହୁଁ ବୁଝାଇଲେ, ଏପରି କହି ସତର ସେଠାରୁ ଉଠିଲେ। ରଥରେ ବସିଣ ତହୁଁ କରିଲେ ଗମନ, ବାରଣାସୀପୁରେ ଯାଇ ମିଳିଲେ ତକ୍ଷଣ। ବାଦନତେ ଜିଣ ପାଦ ଗତି କରିଗଲେ, ଅତି ଧୀରେ ଯାଇ କରି କ୍ଷେତ୍ରେ ପ୍ରବେଶିଲେ।
ମହେଶ୍ୱର ମୁକ୍ତ ମଣ୍ଡପରେ ବସିଥିଲେ। ଶିରେ କର ଯୋଡ଼ି ବାଣା ଉଭା ସେ ସ୍ଥାନରେ। ଭୂମିରେ ପଡ଼ିଣ ଦଣ୍ଡବତ କଲା ବୀର। ଉଭା ହେଲା ପୁନରପି ଯୋଡ଼ିବେନି କର। ଜଗଶୀର୍ଣ୍ଣ ପାଶକୁ ସେ ଯାଇ ନ ପାରିଲେ। ଉଭା ହେଲେ ଯାଇ କରି ପୁଣି ଖଣ୍ଡେ ଦୂର। ପୁନରପି ଦଣ୍ଡବତ କରେ ପଡ଼ି ତଳେ। ହର୍ଷଜାତ ଯେଉଁ ପରି ହୋଇବ ମନରେ। ସ୍ତୁତି ବାକ୍ୟ କଲା କର ତାଳି ମାରି ବୀର। ମନ ସୁଖେ ପୁନରପି କଲା ନମସ୍କାର। କହଇ ହେ ମହେଶ୍ୱର ପାର୍ବତୀଙ୍କ ଈଶ। ନମସ୍ତେ ତ୍ରିପୁରା ହରା ଦେବ କୃତିବାସ। ନମୋ ନମୋ ସଦାଶିବ ମହେଶ୍ୱର ହର। ହେ ପାର୍ବତୀ ପତି ଘେନ ରଜ ମୋହର। ସାହା ପକ୍ଷ ତୁମ୍ଭ ବନେ କେହି ମୋର ନାହିଁ। ଦିବ୍ୟ ସ୍ତୁତି ଆରମ୍ଭିଲା ଏ ସନକ କହି। ଯହୁଁ କରିଲା କବୀର ତାଣ୍ଡବ ନର୍ତ୍ତନ। ପରମ ସନ୍ତୋଷ ହେଲେ ଦେଖି ପଞ୍ଚାନନ। ସଂସାର କରତା ଯେ ଅଟନ୍ତି ଯେ ଶିବ। ସନ୍ତୋଷ ହୋଇଲେ ସ୍ତୁତି ଶୁଣି ମାଧବ। ମତ ଗର୍ବେ ତୁହି ଦିନେ ଆରେ ବାଣାସୁର। ଭୁଜକଣ୍ଡୁ ଯୋଗୁ ମାଗୁଥିଲଟି ସମର। ଭୁଜକଣ୍ଡୁ ଛାଡ଼ିଗଲା ଏବେ ବାଣାସୁର। କି କରିବୁ ରାଜ ଶାଢ଼ୀ ପାଇ ମୋର ତୋର। ଆଶା ଅଛି ପୁତ୍ର ଯେବେ ଜୀବନେ ତୋହର। ବାସ କରି ଆସି ତୁହି ସମୀପେ ମୋହର। ସଦାଶିବଙ୍କ ମୁଖରୁ ଶୁଣି ଏହି ଗୀର। କର ଯୋଡ଼ି ଜଣାଇଲା ଭକ୍ତ ବାଣାସୁର। ତୁମ୍ଭରି ପାଶରୁ କେବେ ନ ଯିବଟି ମୁହିଁ। ଚରଣ ସେବା କରିବି ତୁମ୍ଭ ପାଶେ ରହି। ଭୁଜ ଛିଡ଼ିବାରୁ କଷ୍ଟ ହେଉଛି ଅପାର। ଦୂରୀଭୂତ ହେବ କେହ୍ନେ ଅଙ୍ଗ ବ୍ୟଥା ମୋର। ଶୁଣି କରି ସନ୍ତୋଷ ହୋଇଲେ ତ୍ରିଲୋଚନ। ପିତା ଦୂର ହେଉ ଯେ ଭୁଜ ହୋଇଲା ଛିନ୍ନ। ଏ ସନକ ଆଜ୍ଞା କଲେ ଦେବ ତ୍ରିଲୋଚନ। ପିତା ମୁକ୍ତ ହେଲା ବାଣାନନ୍ଦିତ ମନ। ପିତା ମୁକ୍ତ ହୋଇ ବଳି ସୁର ଆନନ୍ଦରେ। ନମସ୍କାର କଲା ସଦାଶିବଙ୍କ ପୟରେ। ସାତକୀ ଭାବ ତାହାର ଦେଖି ମହେଶ୍ୱର। ସମୀପେ ବସାଇ ତାଙ୍କୁ ଭାସିଲେ ଗୀର। ମହାକାଳ ଗଣ ନାମ ବହ ବାଣାସୁର। ପୂଜା ପାଉଥାଅ ବସି ସମୀପେ ଆମ୍ଭର। ସର୍ବଜନ ଠାରୁ ପ୍ରିୟ ହେଲୁ ବୀରବର। ମନରେ ବତ୍ସ ତୋହର ସନ୍ଦେହ ନ କର। ଦିବ୍ୟବାସ ଧରି କରେ ଆନନ୍ଦ ହୋଇଲେ। ରହିଅଛୁ ସଦାକାଳେ ଆମ୍ଭ ସମୀପରେ। ନିବାସ କରିବା ପାଇଁ ଦେଲେ କପୁର। ରଖିଲେ କାଶୀ କ୍ଷେତ୍ରର ବାମ ପାରୁଷର। ବାମ ଦ୍ୱାର ଦ୍ୱାରପାଳ ହେଲୁ ରେ ନନ୍ଦନ। ସେ ଦ୍ୱାର କଥା ବୁଝିବୁ ମନୁ ନ ଭୁଲିଣ। ନନ୍ଦୀ ଭୃଙ୍ଗରଟି ଦ୍ୱାରେ ଯେହ୍ନେ ଦ୍ୱାରପାଳ। ପାଳୁଛନ୍ତି ଦ୍ୱାର ପାଳିବୁ ସେ ଯେ ପ୍ରକାର। ମହାକାଳ ଗଣ କରି ଦେବ ପଞ୍ଚାନନ। ବାଣାସୁରକୁ ରଖିଲେ ପାଶରେ ନେଇଣ। ଯାଠାରେ ପ୍ରସନ୍ନ ହେବେ ଦେବ ପଞ୍ଚାନନ। କେଉଁ କଥା ଅପୂର୍ବଟି ଜଗତ ମଧ୍ୟେଣ। ଯୋଗ ମୁନି ଗଣ ଏବେ ଦେଇ କରି ମନ। ସଦାଶିବ ମହାକାଳ ହେଲା ଯେ ଜାଣ। ସୁପ୍ରସନ୍ନେ ସଦାଶିବ ବର ଯହୁଁ ଦେଲେ। ମହାକାଳ ରୂପେ ବାଣା ରହେ କୈଳାସରେ। ଏବେ ମହାକାଳ ଲିଙ୍ଗ ହୁଏ ଦୃଶ୍ୟମାନ। ବିଜୟ ସଦାଶିବଙ୍କ ବାମ ପାରୁଷେଣ। କାଶୀ କ୍ଷେତ୍ରେ ମହାକାଳ ଲିଙ୍ଗ ବିଦ୍ୟମାନ। ଯେଇଥିବ ଯାଇ ତାଙ୍କୁ କରିବ ଦର୍ଶନ। ଦର୍ଶନ କରିଲେ ପାପ ନ ରହେ ଶରୀରେ। ଅନ୍ତେ ରହିଛି ସେ ଜଳ କୈଳାସପୁରରେ। ମହାକାଳ ଲିଙ୍ଗ ବାରଣାସୀରେ ଅଛଇ। ମନସି ସେବିଲେ ଫଳ ନିଶ୍ଚିନ୍ତ ମିଳଇ। ଦିବ୍ୟ ପୂଜା ଦେଇ କରଇ ଯେ ଦର୍ଶନ। ସାକର ଖଣ୍ଡ ଖଦା ଯେ ନୈବେଦ୍ୟ ଦେଇଣ। ସମସ୍ତ ପାପ ଶରଣରୁ ବହନ ହୁଅଇ। ରୂପ ଯୌବନ ତାର ଝଟକି ଉଠଇ। ଐଶ୍ୱର୍ଯ୍ୟ ସମ୍ପଦ ପାଇ ସକଳ ଭୋଗଇ। ଅନ୍ତେ ଶିବ ଲୋକ ଯାଏ ହରସରେ ସେହି। ଲିଙ୍ଗମାନ ଅଗଣନରେ କାଶୀ କ୍ଷେତ୍ରରେ। ମହିମା ତାଙ୍କର ବନି ପାରେ କେ ତୁଣ୍ଡରେ।
पुण्यर जैनर ताहांकु पूजिले शिव भुवने गमिबे सेही फल मिले शिवंकर अंशे हेउ अछंती जनाम तांको सेबिले मुकति फलर जे धन त्रिलोचन रहिछंती होई विशेषर आश्रे करिण अछंती समस्त अंगर बाणासुर युद्ध मान कहिली विस्तारी धातांक मुखरु मुहि एहा शुणिथिली अपूर्व चरित हरिहरंक समर पवित्र होइब कर्ण शुण साधुनर शिवलोके अंत काले करिब गमन दया करिबे ता प्रति देव पंचानन ए पुराणे त्रिसंध्यारे पढ़ई जे जन पाप ताप अंगुतार जाए दूरेण सदाशिव अनुग्रह जे जन लभई धन धान्य रे अमर ताहार पुरई रोग शोक न पसई मूली रे ताहार एसन महिमा अटे सदाशिवंकर पार्वतींक नाम जेबे शिव संगे थाई कोटि तीर्थ फल तांकु सहजे मिलई जुगे जुगे धरा तले नृपति हुई राज सम्मान सर्वदा से जन पालई श्री शिव पुराण बा शैवंक पुराण दीन बुद्धिमंत एथु करिला पुराण इति श्री शिव पुराण द्वितीय खंड समाप्त।